ସମସ୍ତ ଶ୍ରୋତାବନ୍ଧୁଙ୍କୁ କୁଳମଣି ପଣ୍ଡାର ନିବେଦନ। ବନ୍ଧୁଗଣ, ସମସ୍ତଙ୍କୁ ରାଶିଫଳ ବିଭାଗକୁ ସ୍ୱାଗତ। ସାଥୀ, ଆଜି ଭୀଷ୍ମାଷ୍ଟମୀ, ଅଷ୍ଟମୀ ତିଥି, ଭୀଷ୍ମଦେବଙ୍କର ଜନ୍ମ ଦିବସ। ମହାପ୍ରତିଜ୍ଞା ପରିପାକ୍ଷୀ ଭୀଷ୍ମଦେବ ଆଜି ହିଁ ଗଙ୍ଗାଙ୍କ ଠାରୁ ପୃଥିବୀକୁ ଆସିଥିଲେ। ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ, ଜାନୁଆରୀ 26 ତାରିଖ। ଜାନୁଆରୀ 26 ତାରିଖ ଆଉ ସୋମବାର। ଜାନୁଆରୀ 26 ତାରିଖ ସୋମବାର ଭୀଷ୍ମାଷ୍ଟମୀ ଓ ପବିତ୍ର ସାଧାରଣତନ୍ତ୍ର ଦିବସ। ଆଜି ଏହି ପବିତ୍ର ଦିବସରେ ଆମେ ସମସ୍ତେ ସମସ୍ୱରରେ କହିବା, ସ୍ୱାଧୀନ ଭାରତ କି ଜୟ। ଆମ ଦେଶ ସବୁଦିନ ସ୍ୱାଧୀନ ଥାଉ। ସ୍ୱାଧୀନ ଭାରତର ସ୍ୱାଧୀନ ବାୟୁମଣ୍ଡଳରେ, ଜଳସ୍ଥଳରେ ଆମେ ସମସ୍ତେ ସବୁଦିନ ପାଇଁ ବିଚାରଣ କରିବା। ଓ ବନ୍ଧୁ, ଶୁଣିବା ମେଷ କଥା। ମେଷ ରାଶି ପାଇଁ ଆଜି କୌଣସି ପ୍ରକାରରେ ବି ଶୁଭ ଫଳ ନାହିଁ। ସମସ୍ୟା ବହୁଳ ଦିନ, ଯେ ମନ ଆକୁଳ ବିକୁଳ ହେବ, ମନ ଅସ୍ଥିର ହେବ, ମନ ଘର ଧରିବନି। ମନ ଯଦି ଅସ୍ଥିର, ତାହେଲେ ସବୁ ଅସ୍ଥିର। ତେଣୁ ଆଜି ମେଷ ରାଶି ପାଇଁ କୌଣସି ପ୍ରକାରରେ ବି ଶୁଭ ନାହିଁ ବୋଲି ଗଣନାକାର କହନ୍ତି। କ'ଣ କହନ୍ତି ସେ? ଜାନୁଆରୀ 26 ତାରିଖ ସୋମବାର ମେଷ ରାଶି ପାଇଁ ମନ ସିନା ଘର ଧରିବନି, ହେଲେ ଆଉ ସବୁ ଭଲ ପରା। ହଁ, କ'ଣ ଲେଖା ହେଲା? ଏକ ଶୁଭ ଦିନ, ସର୍ବାଙ୍ଗୀନ ବିକାଶ ହେବ। ମାତ୍ର ଆଜି ମେଷ ରାଶିର ଘାତ ଚନ୍ଦ୍ର। ଶୁଭ ଦିନ, ମନ ଘର ଧରିବନି। କାହିଁଟା ଫାଷ୍ଟରେ କୁହାଗଲା ନା ଆଜି ଘାତ ଚନ୍ଦ୍ର, ଏଣୁ ସାବଧାନ। 26 ତାରିଖ ଏକର ନୂଆ ଆୟ ବ୍ୟବସ୍ଥା ହେବ। ଆଜି ମେଷ ରାଶି ପାଇଁ ଏକ ସ୍ୱତନ୍ତ୍ର ନୂଆ ଆୟ ବ୍ୟବସ୍ଥା ହେବ। ମେଷ ରାଶିର ଶ୍ରୀଚନ୍ଦ୍ରରେ ସବୁ ପ୍ରକାର ସୁଖ ମିଳିବା କଥା, କିନ୍ତୁ ମେଷ ପାଇଁ ଘାତ ଚନ୍ଦ୍ର ହେଇଥିବାରୁ ମୂଳରୁ କୁହାଗଲା ଆଜି ଅଶୁଭ ଦିନ, ସେତେ ସୁଖ ମିଳିବ ନାହିଁ। 12:30 ପରେ ଦ୍ୱିଜା ନକ୍ଷତ୍ରର ହାନି ଯୋଗ ଅଛି, ନହେଲେ ଆଉ ସବୁ ଭଲ। ଦ୍ୱିଜା ପାଇଁ 12:30 ପରେ ହାନି, ସମସ୍ତ ମେଷ ରାଶି ପାଇଁ ଆଜି ଘାତବାର। ଏ ଦୁଇଟା ହେଲା ମୁଖ୍ୟ ଅଶୁଭ। ମନ ଅସ୍ଥିର ହେବ, ତୃତୀୟ ଅଶୁଭ। ଯଦି ବୁଝିପାରିବେ ଆଉ ମନକୁ ବୁଝେଇ ପାରିବେ, ତାହେଲେ ସବୁ ଦିଗରୁ ଭଲ। ଧନଗତ, ସ୍ୱାସ୍ଥ୍ୟଗତ, ପରିବାରଗତ, ବନ୍ଧୁଗତ ସବୁ ସୁଖ ମିଳିବ। ଭଲ ଦିନ, ବଢ଼ିଆ ଦିନ। ନ ବୁଝିଲେ ଅଶୁଭ ଦିନ। ବୃଷ କଥା ବୁଝିବା। 26 ତାରିଖ ସୋମବାର ବୃଷ ପାଇଁ ଏକ ଅଶୁଭ ଦିନ। ଖର୍ଚ୍ଚାନ୍ତ ହେବେ, ଅନ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ। ନିଜ ପାଇଁ ଔଷଧ କିଣିବେ, ମାନେ ଖର୍ଚ୍ଚାନ୍ତ ହେବେ। ବ୍ୟୟ 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 ବ୍ୟୟ। ଆଜି ପ୍ରାୟ ଅସୁସ୍ଥ ହେବେ। ଶାରୀରିକ ଓ ମାନସିକ ବିଘଟନ ଘଟିବ। ଦେହ ଯନ୍ତ୍ରିତ ହେବ, ଅସହ୍ୟ ବେଦନା ହେବ। ମୃଗଶିରା ନକ୍ଷତ୍ର ପାଇଁ ଦିନ 12:30 ଠାରୁ
ସତର୍କ ସଂକେତ। ସେମାନେ ଟିକେ ବେଶୀ ଆକ୍ରାନ୍ତ ହେବେ। ମିଥୁନ ଖବର କ'ଣ? ସୋମବାର 26 ତାରିଖ ମିଥୁନର ଘାତ ବାର। ମେଷର ଘାତ ଚନ୍ଦ୍ର, ମିଥୁନର ଘାତ ବାର। ଆୟକାରକ ଦିବସ। ଆଜି ଖାଲି ଟିକେ ବାଲି ଆଡ଼େଇ ଦେଲେ ପାଣି ବାହାରିବ। ଯେଣୁ ଆୟକାରକ ଦିବସ, ତେଣୁ ସମସ୍ତ ମିଥୁନ ରାଶିର ଜନତା ସଜବାଜ ହୋଇଯାଆନ୍ତୁ, ମାନସିକ ସ୍ଥିରତା ଆଣନ୍ତୁ। ମୁଁ ଖଟିବି, ଆଜି ରୋଜଗାର କରିବି। ଆଜି ଆୟକାରକ ଦିବସ। ବ୍ୟୟଠାରୁ ଆୟ ଢେର ଅଧିକ ହେବ। କୌଣସି ସୁନାମ ପାଇ ଆଜି ପ୍ରଶଂସିତ ହେବେ। ଏକ ଭଲ ଦିନ ହେତୁ ଦେହ, ମୁଣ୍ଡ, ମନ ସଜାଗ ରହିବ, ସତେଜ ରହିବ। ମାତ୍ର 12:30 ପରଠାରୁ ପୁନର୍ବସୁର ସତର୍କତା ରହିଲେ ଭଲ। ପୁନର୍ବସୁ ପାଇଁ ଆଜି ଅଶୁଭ ଟିକେ। ସେ ଅଶୁଭ ବିଶେଷ କିଛି ନୁହେଁ। ଆଉ ସବୁ ପ୍ରକାର ସୁଖ ମିଳିବ। ମୁଖ୍ୟତଃ ଭୋଜନ ରୁଚିକର ହେବ। ଜିଭ ଖୁସିରେ ନାଚିବ। ଟେଷ୍ଟି। କର୍କଟ ପାଇଁ ଭଲ ଦିନ। କର୍କଟ ପାଇଁ ସୋମବାର 26 ତାରିଖ ଏକ କର୍ମ ଚଞ୍ଚଳ ଦିବସ। ସମସ୍ତ ଜନତା କର୍ମ ଚଞ୍ଚଳ ରହିବେ। କର୍ମ କ୍ଷେତ୍ରରୁ ଆନନ୍ଦ ସୁଖ ପାଇବେ। କର୍ମଠ ଧାର୍ମିକମାନେ ଭଲ ରୋଜଗାର କରିବେ। କର୍ମଭୂମିକୁ ଦେବତା ଭଳି ଜ୍ଞାନ କରିବେ। କର୍ମଭୂମିରୁ ସନ୍ତୋଷଜନକ ଫଳ ପାଇ ଖୁସି ହେବେ। 12:30 ପରେ ଅଶ୍ଳେଷା ନକ୍ଷତ୍ର ପାଇଁ ସତର୍କ ବାଣୀ ଅଛି। ଶରୀର ସୁସ୍ଥ ରହିବ। ସମସ୍ତ ବୃତ୍ତିଜୀବୀ ଖୁସିରେ ରହିବେ। ଅଶ୍ଳେଷା ପାଇଁ ଯେଉଁ ସତର୍କ କୁହାଗଲା, ସେମିତି କିଛି ମାରାତ୍ମକ ନୁହଁ। କ'ଣ ଟିକେ କିଏ ପଦେ କହିଦେବ ବା କେଉଁଠି ଟିକେ ଝୁଣ୍ଟି ଦେବେ, ସେ ଝୁଣ୍ଟିଲେ ବି ପୀଡ଼ା ହେବନି, ଟିକେ ଅଶୁଭ। ସୋମବାର ସିଂହ ପାଇଁ ସୋମବାର 26 ତାରିଖ ସିଂହ ପାଇଁ ସବୁ କାମରେ ବାଧା ବନ୍ଧନ ଭୟ। ଯେଉଁ କାମ କରିବାକୁ ଯିବେ ସେଥିରେ କିଛି ବାଧା ସୃଷ୍ଟି ହେବ। କଲମଟା ଖୋଜୁନାହାନ୍ତି, ମିଳିବନି, ପରେ ମିଳିବ ଯେ। ଆଜି ବାଧା ବନ୍ଧନ ଭୟ। ଦିନ 12:30 ପରେ ପୂର୍ବ ଫାଲ୍ଗୁନୀର ଅଶୁଭ ସମୟ। ଆଉ ହାତେ ମାପି ଚାଖେଣ୍ଡ ନ ଚାଲିଲେ, କାହା ପାଖରେ ଧାର ଉଧାର ପାଇଁ ହାତ ପାତିଲେ ବା କାହାକୁ ସୁପରାମର୍ଶ ଦେଲେ ଅପଦସ୍ଥ ହେବେ। ମାନେ ଆଜି ଅପମାନ ପାଇବା ସୁନିଶ୍ଚିତ। ସୁତରାଂ ଜ୍ଞାନୀ ଚୁପ୍ ରହିବେ। ଅଜ୍ଞାନ ଭଡ଼ ଭଡ଼ ହେବେ। ନାଇଁ 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 ନାଇଁ, ସେ ଭୁଲ କରନ୍ତୁନି, ଅପମାନ ପାଆନ୍ତୁନି। ମନେ ରଖନ୍ତୁ, ଆଲୋ ସଖୀ ଆପଣା ମୁହତ ଆପେ ରଖି। ସୋମବାର 26 ତାରିଖ କନ୍ୟା ରାଶି ପାଇଁ ସବୁଠାରୁ ଅଶୁଭ ଦିନ। କନ୍ୟା ରାଶିର ସବୁ ଦିଗରୁ, ସବୁ କାମରେ, ସବୁ ଲୋକଙ୍କ ପାଖରେ ଆଜି ଦୁଃଖ ପାଇବେ ସେ। ଅଶୁଭ ଦିନ। 12:30 ପରଠାରୁ ଚିତ୍ରା ପୂର୍ଣ୍ଣ ଅସୁସ୍ଥ ହେବେ। ଚିତ୍ରା ନକ୍ଷତ୍ରଧାରୀ ଲୋକେ ଆଜି ସମ୍ପୂର୍ଣ୍ଣ ଅସୁସ୍ଥ ହେଇଯିବେ। କନ୍ୟା ରାଶିର ସମସ୍ତ ଜନତା, ଏହି ରାଶିର ସମସ୍ତ ଜନତା ଅସୁସ୍ଥଗତ ଯନ୍ତ୍ରଣା ପାଇବେ। ରୋଗ ନହେଲେ ବି ଖଣ୍ଡିଆ ଖାବରା ହେଇଯିବ। ସିଏ ବି କ'ଣ କମ୍ କଷ୍ଟ ନା କ'ଣ? ଶୀତ ଦିନ କଣ୍ଟାଟା ଫୁଟିଯିବ ବା ଗୋଇଠିରେ, କ'ଣ କଷ୍ଟ ହେବନି? କ'ଣ ନଖା ହେଇଛି ସେଟା କିଏ ଦାବି ଦେବ? ଗୋଟରେ ବୁଲେ, ବସ୍ରେ ଯାଉଛନ୍ତି, ସେ କ'ଣ ପୀଡ଼ା ନୁହଁ? ମାନେ ଶାରୀରିକ ଯନ୍ତ୍ରଣା ନିଶ୍ଚିତ। ଆଜି ଖଣ୍ଡିଆ ଖାବରା ହେବେ କିମ୍ବା କେଉଁଠି ବାଡ଼େଇ ପିଟି ହୋଇପାରନ୍ତି। ମୋଟାମୋଟି ଭାବରେ ଆଜି ଶାରୀରିକ ଯନ୍ତ୍ରଣା ସମସ୍ତ କନ୍ୟା ରାଶିଙ୍କୁ ପ୍ରପୀଡ଼ିତ କରିବ। ଅସୁସ୍ଥ ହେବେ। ତୁଳା କଥା 16 ତାରିଖ ସୋମବାର ତୁଳା ରାଶି ଅର୍ଥଲାଭ ଯୋଗ ଅଛି। ତୁଳା ରାଶି ପାଇଁ ଅର୍ଥଲାଭ ଯୋଗ ଅଛି।
ଏ ରାଶିର ଆ ବ୍ରାହ୍ମଣ ଚଣ୍ଡାଳ ସମସ୍ତେ ଅର୍ଥ ଲାଭ କରି ଖୁସି ହେବେ। ଆଜି ହାତକୁ ନଗଦ କେସ୍ ଆସିବ, କଞ୍ଚା ଟଙ୍କା ଆସିବ ଆଜି ହାତକୁ। ତୁଳା ରାଶିର ସମସ୍ତେ ଆଜି ଅର୍ଥବାନ ହେବେ, ଅର୍ଥ ଲାଭ କରିବେ, ଅର୍ଥୀ ହେବେ, ଲାଭ କରି ଖୁସି ହେବେ। କେବଳ ଗୋଟାଏ ନାହିଁ, 12:30 ପରଠୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆସିବ। ବିଶେଷ କ୍ଷତି ହେବନି, ଦେହ ସୁସ୍ଥ ଓ ମନ ସ୍ଥିର ରହିବ। କୌଣସି କାମରେ ଦୁଃଖ ନାହିଁ, ବାଧା ବନ୍ଧନ ନାହିଁ। ବିଜୟ ବିଜୟ ବିଜୟ, ଲାଭ ଲାଭ ଲାଭ, ସୁଖ ସୁଖ ସୁଖ। 16 ତାରିଖ ସୋମବାର ବିଛା ରାଶି ଲାଗି ବିବିଧ ଲାଭ ଯୋଗ ଅଛି। କାହାର କ'ଣ ଲାଭ ଦରକାର ନା? ସନ୍ନ୍ୟାସୀ କ'ଣ ଟଙ୍କା ଖୋଜେ ନା କ'ଣ? ବିବାହ ଯୋଗ୍ୟା କନ୍ୟା କ'ଣ ଟଙ୍କା ଖୋଜେ ନା କ'ଣ? ପରୀକ୍ଷା ଦେଇଥିବା ଛାତ୍ର କ'ଣ ଟଙ୍କା ଖୋଜେ ନା କ'ଣ? ଲାଭ ଭିନ୍ନ ଭିନ୍ନ। ଆସନ୍ନ ପ୍ରସବା ନାରୀ କ'ଣ ଚାହେ ଟଙ୍କା ମିଳୁ? ନାହିଁ, ସମସ୍ତଙ୍କର ଲାଭ ଲାଭ ଲାଭ। ତେଣୁ ଆଜି ଲାଭ କ'ଣ ହେବ ନା ବିବିଧ ଲାଭ ହେବ। କାହାକୁ କ'ଣ ଲାଭ ହେବ? ସ୍ୱାସ୍ଥ୍ୟ, ସୁରକ୍ଷା, ଆନନ୍ଦ, ଶାନ୍ତି, ସମ୍ମାନ, ଯଶ, ପ୍ରଶଂସା, ଆଦର, ଧନ, ସମ୍ମାନ, ବନ୍ଧୁ, ଭାଇ, ପତି, ପତ୍ନୀ ଆଦି ଏତେ ଜିନିଷ ଲାଭ ହେଲେ ଖୁସି ହେବା ଆମେ। ଆଜି ମଧ୍ୟରୁ କାହାର କ'ଣ ଲାଭ ହେବ ତାହା ଏକା ବିଧାତା ଜାଣନ୍ତି। ବିଧାତା କାହାକୁ କ'ଣ ଦେବେ, ଦେବେ ମାତ୍ର ଦେବେ। ଯିଏ ଯେଉଁଟା ଲାଭ କଲେ ବିଶେଷ ପ୍ରସନ୍ନ ହେବ, ବିଧାତାକୁ ସେୟା ଦେବେ। ପତି ପତ୍ନୀଙ୍କର ବିଚ୍ଛେଦ ହେଇଛି, ଆଜି ମିଳନ ହେବ। ପତ୍ନୀ କି ପତି ଲାଭ ହେବ, ଆଉ ପତିଙ୍କୁ ପତ୍ନୀ ଲାଭ ହେବ। ବିବାହ ଯୋଗ୍ୟା କନ୍ୟାକୁ ବର ଲାଭ ହେବ, ବିବାହ ଯୋଗ୍ୟ ବରକୁ କନ୍ୟା ଲାଭ ହେବ। ଆସନ୍ନ ପ୍ରସବା ରମଣୀ ଯିଏ ଝିଅ ଖୋଜୁଥିବେ ତାଙ୍କୁ ଝିଅ ମିଳିବ, ପୁଅ ଖୋଜୁଥିଲେ ପୁଅ ମିଳିବ। ଏଇଭଳି ଆଜି ବିବିଧ ଲାଭ ହେବ। କାହାକୁ କ'ଣ ହେବ ସେ କଥା ସେ ଜାଣେ, ସେ ଦାତା। ଆମେ ସମସ୍ତେ ଗ୍ରହୀତା, ବିଧାତା ହେଲେ ଦାତା, ଆଉ ଆମେ ସମସ୍ତେ ଦେହି ଦେହି ଦେହି। ମନ୍ଦିର ଗଲେ ଆଜ୍ଞା ମୋତେ ଦିଅନ୍ତୁ, 18 ମହଲା କୋଠା କମ୍ପ୍ଲିଟ୍ ହେଇଗଲାଣି, ଟିକେ ରଙ୍ଗ ଦେଇପାରୁନି, କିଛି ଦିଅନ୍ତୁ। ଗରିବ ଲୋକ ନା, ଇତ୍ୟାଦି ଇତ୍ୟାଦି। ଖାଲି ଭିକ୍ଷାଙ୍ଗ ଦେହି। 12:30 ପରେ ଜ୍ୟେଷ୍ଠାର ଅଶୁଭ ସମୟ ଆସିବ। ବିଶେଷ କ୍ଷୟକ୍ଷତି ନାହିଁ। ବିଛାର ଆଜି କୌଣସି କ୍ଷୟକ୍ଷତି ନାହିଁ, ସବୁଥିରେ ଲାଭ ଲାଭ ଲାଭ। ଧନୁ କଥା, ସୋମବାର 26 ତାରିଖ ଧନୁ ରାଶି ଲାଗି ପାରିବାରିକ ସମସ୍ୟା ବ୍ୟତିବ୍ୟସ୍ତ କରିବ। ଧନୁ ରାଶିକୁ ଆଜି ବ୍ୟତିବ୍ୟସ୍ତ କରିବ କିଏ? ନିଜ ପରିବାର। କିଛି ଅବୁଝା ସଦସ୍ୟ ଅଛନ୍ତି ନା, ତାଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ସେ ଚିତ୍କାର କରନ୍ତି। ଆଉ ମଧ୍ୟ କିଛି ପରଶ୍ରୀ କାତର ଲୋକ ଅଛନ୍ତି ଆମ ପରିବାରରେ, ସେମାନେ ଆମର ସୁଖ ଦେଖିପାରନ୍ତିନି। ଏଇଥିପାଇଁ ଟିକେ ଆପଣ ବ୍ୟତିବ୍ୟସ୍ତ ହେବେ। ଏହାର ସମାଧାନ ହୋଇଯିବ, ବ୍ୟସ୍ତ ହୁଅନ୍ତୁନି। ବ୍ୟକ୍ତି ବିଶେଷଙ୍କୁ ଆଜି ଏକ ଏକ ସ୍ୱତନ୍ତ୍ର ସୁଖ ମିଳିବ। ଧନୁରାଶିର ଲୋକେ ଯଦି ବିଛାକୁ ଲାଭ ହେଲା ତାଙ୍କୁ ସୁଖ ମିଳିବ। ହଁ, ଲାଭ ଅଲଗା ସୁଖ ଅଲଗା ନା, ସେଟା କ'ଣ କହି ହୁଏ? ଅନୁଭବ କରି ହୁଏ ପରା। କଥା କହିଲେ ଆଉ ଶୁଣ। ବ୍ୟକ୍ତି ବିଶେଷଙ୍କୁ ଏକ ଏକ ସ୍ୱତନ୍ତ୍ର ସୁଖ ମିଳିବ। ଆଜି ଏକ ସୁଖକର ଦିନ। ଧନ ଜନ ସମ୍ମାନ କାହାକୁ କ'ଣ ମିଳିବ କହି ହେଉନି, ସମସ୍ତଙ୍କର ସୁଖ ଭିନ୍ନ ଭିନ୍ନ। ତଥାପି 12:30 ପରେ ପୂର୍ବାଷାଢ଼ର ଟିକେ ଅଶୁଭ ହେବ। ଇଏ କହୁଥିଲେ ମୁଁ ଜଣେ ଗରିବ ଲୋକ, ଟିକେ ତିଳକ ଫିଳକ ପିନ୍ଧିକିରି ସିନା ଗଲେ ଲୋକ ଅଧିକ ଭିକ ଦେବେ, ଏଥିରେ ମୋର ସୁଖ ଅଛି ନାଇଁ କି? ମୁଁ ସବୁଠୁ ଧନ ଲୋକ ପୃଥିବୀରେ, ତେଣୁ ମୋର କ'ଣ ଦରକାର? ମୋ ଅଣନାତି କେମିତି ନିର୍ବିଘ୍ନରେ ବାହାରୁ ଆସି ଘରେ ପହଞ୍ଚିବ, ତା ପାଇଁ ବା ଦିନକୁ ଖର୍ଚ୍ଚ କରୁଛି 3 କୋଟି ଟଙ୍କା ମୁଁ ଖର୍ଚ୍ଚ କରୁଛି। ଛୁଟିଆ ଲୋକ ନା କ'ଣ ମୁଁ?
ଏଇଭଳି କାର କେଉଁଥିରେ ସୁଖ ଅଛି ହେଲା। ମୋ ଘୋଡ଼ା କାଲି ପଡ଼ିଗଲା, ମୁଁ କାଲି ଚାଲି ଚାଲି ଆଇଲି, କଷ୍ଟ ହେବନି ମୋତେ? ଆଜି ପୁଣି ଘୋଡ଼ା ଗାଡ଼ି ଯିବି ନା ଆଉ। ତେଣୁ ଇଏ ସୁଖ ମୋର ଅଛି। ସୁଖ ଭିନ୍ନ ଭିନ୍ନ, ତାହା କେବଳ ମନ ବୁଝେ ଆଉ ବିଧାତା ବୁଝନ୍ତି। ଏବେ ଆମେ ଆସିବା ମକର ପାଖକୁ ଆସିବା। ସୋମବାର 26 ତାରିଖ ମକର ରାଶି ଲାଗି ଶୁଭଙ୍କର ଦିନ ନୁହେଁ। ମକର ପାଇଁ ଶୁଭଙ୍କର ଦିନ ନୁହେଁ। ଆଜି କଳହ ଯୋଗ ଅଛି। ପୁରୁଣା ରୋଗ ଥିଲେ ଆଜି ବଢ଼ିବ। ନୂଆ ନୂଆ ରୋଗ ସୃଷ୍ଟି ହୋଇପାରେ। 12ଟା 33 ପରଠାରୁ ଧନିଷ୍ଠା ମକରକୁ ଟିକେ ଅଧିକ କଷ୍ଟ ହେବ। ସେମାନଙ୍କ ଦେହ ଟିକେ ଅଧିକ ଖରାପ ହେବ। ଆୟ କଥା କୁହନା, ଆୟ ଜମା ନାହିଁ କହୁନା। ଆୟ ଘରେ ମାନ୍ଦା, ଆୟ ଘର କୁହନା। ବ୍ୟୟ ଦୁଃଖ ଯନ୍ତ୍ରଣା କଥା ସତ। ଆଜି ବ୍ୟୟ ହେବ, ସତ କଥା। ଯନ୍ତ୍ରଣା ହେବ, ସତ କଥା। ଦୁଃଖ ହେବ, ସତ କଥା। ସୁଖ ଆୟ ଆନନ୍ଦ ଏସବୁ ଆଜି ମିଛ କଥା। ବଡ଼ ଅଶୁଭ ଦିନ ମକର ପାଇଁ। ତେଣୁ ସବୁ ଜାଣିଲେ ଆଗରୁ ମକର ରାଶିର ସମସ୍ତ ବ୍ୟକ୍ତି ନିଜ ଜିଭକୁ ପାଟି ଭିତରେ ରଖୁନାହାନ୍ତି। ଯିଏ ଯାହା କହୁଛି କହୁ, ଜିଭକୁ କାହିଁ ବାହାରକୁ ବାହାର କରିବେ କି? ଝଗଡ଼ା ହେବ, କଳହ ହେବ। ଏ କାନରେ ପୁରେଇ ସେ କାନରେ ବାହାର କରିଦେବେ। ଯଦି କେହି କ'ଣ କହିଲା, ଚରିତ୍ର ଆକ୍ଷେପ କଲା, ଖରାପ ଉକ୍ତି ପ୍ରୟୋଗ କଲା, ସେ କହୁଥାଉ, ତା ପାଟି ଅଶୁଦ୍ଧ ହେବ। ପାଞ୍ଚ ଲୋକ ଶୁଣିବେ, ସେଟା ଅଭଦ୍ର କହିବେ ନା। ଆମେ କାହିଁ ଶୁଣିବା? କଣ୍ଟା ବାଡ଼େ ଲୁଗା ପକାଇ ଚିରିବା, କଜିଆ କରିବା? ନା 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 ନା। କୁମ୍ଭ ରାଶି କଥା। ସୋମବାର 26 ତାରିଖ କୁମ୍ଭ ରାଶି ପାଇଁ ବଢ଼ିଆ ଦିନ। ହଁ, ନଡ଼ିଆ ଖାଇବେ, ପଡ଼ିଆ ଚଷିବେ, ଗାଡ଼ିଆ ଖୋଳିବେ। ବାବା ବାବା ବାରେ, ନଡ଼ିଆ ଖାଇବେ, ପଡ଼ିଆ ଚଷିବେ, ଗଡ଼ିଆ ଖୋଳିବେ, ବଢ଼ିଆ ଦିନ। ତମେ କ'ଣ ଓଡ଼ିଆ? ଏତେ ଡକଣ ଲଗାଉଛ, ବଡ଼ ବଢ଼ିଆ। ଦେହ ଠିକ୍ ରହିବ, ଆଳସ୍ୟ ପାଖ ମାଡ଼ିବନି, ଶାନ୍ତି ସୁଖ ମିଳିବ। ସମସ୍ତ ବୃତ୍ତିରୁ ଆୟ ଅଧିକ ହେବ। ବ୍ୟବସାୟୀମାନଙ୍କର ଲାଭ ହେବ। ଏପରିକି ଆଜି କେତେ ଲାଭ ହେଲା ଏଇ ହିସାବ କରିବେ କିଛି ବ୍ୟବସାୟୀ। ଆଜି ଏତେ ଲାଭ ହେବ। ସବୁ କାମ ସରିଲା ପରେ ଘରର ସବୁ ଦ୍ୱାର ବନ୍ଦ କରି ଅତି ଅନ୍ତରଙ୍ଗଙ୍କ ପାଖରେ ବସେଇ ହିସାବ କରିବେ କେତେ ଲାଭ ହେଲା। କିଣିଥିଲି 3 ଟଙ୍କା ଆଠଣାରେ, ଆଜି ବିକିଛି 33 ଟଙ୍କାରେ। ଏଇଭଳି ଗୋଟିଏ ନୁହଁ, ଅସଂଖ୍ୟ କେତେ ଲାଭ ହେଲା। ହଁ, ଏ ହିସାବ ଆଜି କରିବେ। ଦେହ ସୁସ୍ଥ ଠିକ୍ଠାକ୍ ରହିବ। 12ଟା 30 ପରେ ପୂର୍ବ ଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆସିବ। ସେ ଅଶୁଭ କିଛି ନ ହେବ, ବାଧିବନି। ଦେହ ମୁଣ୍ଡ ସୁସ୍ଥ ରହିବ, ଆଉ ସବୁ ଭଲ। ଇଏ ଗଲା କୁମ୍ଭ କଥା। ହଁ, ମୀନ କଥା। 26 ତାରିଖ ସୋମବାର ମୀନ ରାଶି ପାଇଁ ସମ୍ପୂର୍ଣ୍ଣ ଅଶୁଭ ଦିନ। ଆଜି ମୀନ ରାଶିର ସମ୍ପୂର୍ଣ୍ଣ ଅଶୁଭ। ବୃଥା ଖର୍ଚ୍ଚ ହେବ। ମାନସିକ ଅଶାନ୍ତି ବଢ଼ିଯିବ। ମନ ଆକୁଳ ବ୍ୟାକୁଳ ହେବ। ଅର୍ଥାଗମ ନ ହେବ, ଏକଥା ମୁଁ କହୁନି ତ। ଅର୍ଥାଗମ ନ ହେବ ନୁହେଁ, ହେବ। ଅର୍ଥ ଆସିବ, ହେଲେ ସେତେ ନୁହଁ। ଦିନ 12ଟା 30 ପରଠୁ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ତେଣୁ ସାବଧାନ ରହିଲେ ଭଲ। ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ। ଆମେ ସମସ୍ତେ ଉଚ୍ଚ କଣ୍ଠରେ କହିବା ଭାରତ ମାତା କି ଜୟ।